ବନ୍ଧୁଗଣ, ହିନ୍ଦୁ ଧର୍ମରେ ଶତାବ୍ଦୀ ଧରି ପୂଜାପାଠକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଇଛି ଏବଂ ହିନ୍ଦୁ ଧର୍ମରେ ଲୋକମାନେ ଭଗବାନଙ୍କ ଉପରେ ବହୁତ ବିଶ୍ୱାସ କରିଥାନ୍ତି। ତାଙ୍କୁ ନିଜର ଦେବତା ଭାବରେ ବିବେଚନା କରିଥାନ୍ତି। ଆମେ ସବୁଦିନ ସକାଳେ ଆମ ଘରେ ସ୍ନାନ କରିବା ପରେ ଭଗବାନଙ୍କୁ ପୂଜା କରିଥାଉ ଏବଂ ନିଜର ଭଗବାନଙ୍କୁ ନିଜ ସୁଖ ଶାନ୍ତିର ପ୍ରାର୍ଥନା କରିଥାଉ। ତେବେ ବନ୍ଧୁମାନେ, ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ। ଆମ ଧର୍ମ ଏବଂ ଶାସ୍ତ୍ରରେ ବିଷମ ସଂଖ୍ୟାରେ ଦୀପ ଜାଳିବାର ପରମ୍ପରା ରହିଛି, କାରଣ ବିଷମ ସଂଖ୍ୟାକୁ ଶୁଭ ଭାବରେ ବିବେଚନା କରାଯାଇଛି। ଦୀପ ଜାଳିବା ଦ୍ୱାରା ଆମେ ଆମ ଜୀବନର ଅନ୍ଧକାରକୁ ହଟାଇ ଜ୍ଞାନ ପ୍ରକାଶ କରିଥାଉ ବୋଲି ବିଶ୍ୱାସ କରାଯାଏ। ଆମ ଧର୍ମ ଏବଂ ଶାସ୍ତ୍ରରେ ଦୀପ ଜାଳିବାକୁ ଅତ୍ୟନ୍ତ ବାଧ୍ୟତାମୂଳକ ଭାବରେ ବିବେଚନା କରାଯାଇଛି। ଆରତି କରିବା ପରେ ଦୀପ ଜାଳିବା ଦ୍ୱାରା ଘରକୁ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆସିଥାଏ। ଏହାଦ୍ୱାରା ଘରେ ମାତା ଲକ୍ଷ୍ମୀ ସ୍ଥାୟୀ ଭାବରେ ବାସ କରିଥାନ୍ତି। କେବଳ ଏତିକି ନୁହେଁ, ଆମ ଶାସ୍ତ୍ରରେ ମଧ୍ୟ ଦୀପ ବ୍ୟତୀତ ପଞ୍ଚାମୃତର ବହୁତ ଗୁରୁତ୍ୱ ରହିଛି ଏବଂ ଘିଅକୁ ପଞ୍ଚାମୃତ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଇଛି। ଆମେ ସମସ୍ତେ ନିଜ ସୁଖ ଶାନ୍ତି ପାଇଁ ପ୍ରତିଦିନ ପୂଜାପାଠ କରିଥାଉ। ହିନ୍ଦୁ ଧର୍ମରେ ଯେତିକି ମହତ୍ତ୍ୱ ମନ୍ତ୍ର ଉଚ୍ଚାରଣ ଏବଂ ଭଗବାନଙ୍କ ପ୍ରତି ବିଶ୍ୱାସରେ ରହିଛି, ସେତିକି ହିଁ ଗୁରୁତ୍ୱ କର୍ମକାଣ୍ଡରେ ରହିଛି। କର୍ମକାଣ୍ଡରୁ ଆମର ତାତ୍ପର୍ଯ୍ୟ ଯଜ୍ଞ, ପୂଜା ଆଦିରେ ରହିଛି। ଆପଣ ଦେଖିଥିବେ, ପ୍ରାୟତଃ ପ୍ରତ୍ୟେକ ହିନ୍ଦୁ ପରିବାରରେ ମନ୍ଦିର ସ୍ଥାପନ ହୋଇଥାଏ ଏବଂ ପ୍ରତିଦିନ ସେହି ମନ୍ଦିରର ଭଗବାନଙ୍କୁ ପୂଜା କରାଯାଏ। ପୂଜା ପାଠ ପଛରେ ବିଶ୍ୱାସ ରହିବାର ଏକ ବଡ଼ କାରଣ ରହିଛି। ଆପଣଙ୍କୁ କହି ରଖୁଛୁ ଯେ ଦୀପ ଜାଳିବା ମଧ୍ୟ ପୂଜାପାଠ କରିବାର ଏକ ଉପାୟ ଅଟେ। ବିଶେଷ କରି ହିନ୍ଦୁ ଧର୍ମରେ ସୋରିଷ ତେଲ କିମ୍ବା ଦେଶୀ ଘିଅରେ ଦୀପ ଜାଳିବାର ନିୟମ ରହିଛି। କିନ୍ତୁ ଏହି ଦୀପ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ଏବଂ ଅଧୁରା ଇଚ୍ଛାକୁ ଯେକୌଣସି ଭାବରେ ପୂର୍ଣ୍ଣ କରିପାରେ। ଘରେ ଦୀପ ଜାଳିବାର ଧାର୍ମିକ କାରଣ ମଧ୍ୟ ରହିଛି। ଘରେ ସକାଳେ ଏବଂ ସନ୍ଧ୍ୟାରେ ଦୀପ ଜାଳିବା ଦ୍ୱାରା ଘରର ଅନ୍ଧକାର ଦୂର ହୋଇଥାଏ ଏବଂ ଏହା ସହ ଦୀପ ଘରର ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ଏବଂ ସକାରାତ୍ମକ ଶକ୍ତି ପ୍ରଦାନ କରିଥାଏ। ତେଲରେ ଜଳୁଥିବା ଦୀପର ପ୍ରଭାବ ଦୀପ ଲିଭିବାର ଅଧଘଣ୍ଟା ପର୍ଯ୍ୟନ୍ତ ପରିବେଶରେ ରହିଥାଏ ଏବଂ ଘିଅରେ ଜଳୁଥିବା ଦୀପର ପ୍ରଭାବ ଦୀପ ଜଳିବାର ପ୍ରାୟତଃ 4 ଘଣ୍ଟା ପର୍ଯ୍ୟନ୍ତ ପରିବେଶକୁ ସକାରାତ୍ମକ ରଖିଥାଏ। ଯେଉଁ ଘରେ ସକାଳେ ସନ୍ଧ୍ୟାରେ ଦୀପ ଜଳିଥାଏ, ସେହି ଘରେ କେବେ ମଧ୍ୟ ଅନ୍ଧକାର ରହେ ନାହିଁ ଏବଂ ସେହି ଘରେ ସଦାସର୍ବଦା ସୁଖ ସମୃଦ୍ଧତା ରହିଥାଏ। ଦୀପ ଜଳାଇବା କେବଳ ଧାର୍ମିକ ଦୃଷ୍ଟିରୁ ଲାଭଦାୟକ ନୁହେଁ, ବରଂ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ଆମ ପାଇଁ ଲାଭଦାୟକ ଅଟେ। ଯେତେବେଳେ ଘରେ ଶୁଦ୍ଧ ଘିଅ କିମ୍ବା ସୋରିଷ ତେଲର ଦୀପ ଜଳାଯାଏ, ତେବେ ତାହାର ଧୂଆଁ ଦ୍ୱାରା ଘରର ପରିବେଶରେ ସାତ୍ତ୍ୱିକତା ଆସିଥାଏ ଏବଂ ଏହାଦ୍ୱାରା ଘରର ପରିବେଶରେ ରହିଥିବା କ୍ଷତିକାରକ କୋଣ ମଧ୍ୟ ଶେଷ ହୋଇଥାଏ। କିଛି ଲୋକ ଘରେ ଗାଈ ଘିଅର ଦୀପ ଜାଳିଥାନ୍ତି, ଯେଉଁଥିରେ ରୋଗାଣୁକୁ ହଟାଇବାର କ୍ଷମତା ରହିଥାଏ। ଗାଈ ଘିଅ ନିଆଁର ସଂସ୍ପର୍ଶରେ ଆସିବା ଦ୍ୱାରା ଜଳୁନଥିବା ଦୀପ ଶୁଭ ଶକ୍ତିକୁ ଚୁମ୍ବକ ଭଳି ନିଜ ଆଡ଼କୁ ଆକର୍ଷିତ କରିଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ତ୍ର କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣଙ୍କର ସମସ୍ତ ଅସୁବିଧା ଦୂର ହୋଇଯିବ ଏବଂ ଆପଣଙ୍କର ଅଟକି ରହିଥିବା କାମ ମଧ୍ୟ ପୂର୍ଣ୍ଣ ହୋଇଯିବ। ସେହି ମନ୍ତ୍ର ଏଭଳି ଅଟେ: ଆରୋଗ୍ୟ ସୁଖଂ ଶୁଭଂ କରୋତି କଲ୍ୟାଣଂ ଆରୋଗ୍ୟ ସୁଖ ସମ୍ପଦା ଶତ୍ରୁବୁଦ୍ଧି ବିନାଶାୟ ଦୀପ ଜ୍ୟୋତି ନମୋ ନମଃ।